ଭତ୍ତା ହିତାଧିକାରୀମାନଙ୍କ ପାଇଁ ଆସିଲା ଏକ ବଡ଼ ଖୁସିର ଖବର। ବର୍ତ୍ତମାନ ବିଧବା ଭତ୍ତା ପାଇବେ 3500 ଟଙ୍କା ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଇବେ 3000 ଟଙ୍କା। ସେଥିପାଇଁ ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ଦେଖିପାରୁଥିବେ ଏ ହେଉଛି 18 ନମ୍ବର ସିରିଏଲ ଆପଣଙ୍କର ଅଛି। ଆମ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ମାଧ୍ୟମରେ ବୟସ୍କ ବିଧବାଙ୍କ ବିଧବା ନିରାଶ୍ରୟଙ୍କୁ 3000 ଟଙ୍କା ଓ 80 ବର୍ଷ ଅକ୍ଷମତା ବିଧବାଙ୍କୁ 3500 ଟଙ୍କା ଦେବୁ। ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ କେମିତି ଆପ୍ଲାଏ କରିବା ତା ବିଷୟରେ ଜାଣିବା। ସେଥିପାଇଁ ଆମେ କମ୍ପ୍ୟୁଟର କିମ୍ବା ଲ୍ୟାପଟପ୍ରେ କୌଣସି ଏକ ବ୍ରାଉଜରକୁ ଯିବା। ସେଥିରେ ଲେଖିବା SSEPD। ଲେଖିଲା ପରେ ପ୍ରଥମେ ଯେଉଁ ଲିଙ୍କଟା ଦେଖାଉଛି ଦେଖିପାରୁଥିବେ ସୋସିଆଲ ସୋସାଇଟି ଏମ୍ପ୍ଲୟମେଣ୍ଟ ପେନ୍ସନ୍ ୱିଥ୍ ଡିସାବିଲିଟିଜ୍। ତା ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ଟିକେ ସ୍କ୍ରଲ୍ କରିବେ। ସ୍କ୍ରଲ୍ କଲା ପରେ ଉପରେ ଦେଖିପାରୁଥିବେ ପେନ୍ସନ୍ ସ୍କିମ୍। ତା ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ପେଜ୍ ଦେଖିଲା ପରେ ଏଠି ଆପଣ ଦେଖିପାରୁଥିବେ ମଧୁବାବୁ ପେନ୍ସନ୍ ଯୋଜନା। ତା ଉପରେ ଆପଣ କ୍ଲିକ୍ କରିବା। କ୍ଲିକ୍ କଲା ପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏଇଠି ଦେଖିପାରୁଥିବେ ଆପଣ ପୁରା ପେଜ୍ଟି ଆପଣଙ୍କର ଆପ୍ଲାଏ ପେଜ୍ଟି ବାହାରି ପଡ଼ିଲା। ବାହାରି ପଡ଼ିଲା ପରେ ଏଇଠି ଆପଣ ଯାହା ଆପ୍ଲାଏ କରିବେ ଓଲ୍ଡ ଅଛି, ୱିଡୋ ଅଛି। ୱିଡୋ ମାନେ ବିଧବା। ଓଲ୍ଡ ଅଛି। ଯେହେତୁ ମୁଁ ୱିଡୋ ପାଇଁ କରୁଛି ସେଥିପାଇଁ ୱିଡୋ ଲେଖିଦେଉଛି। ଏଠି ପ୍ରଥମେ ନାମ ଦେଇଦେବେ। ତାପରେ ଏଠି ତାଙ୍କ ପିତାଙ୍କ ନାମ, ଯେହେତୁ ବିଧବା ତାଙ୍କ ସ୍ୱାମୀଙ୍କ ନାମ ସେଠି ଦେଇଦେବେ। ତାପରେ ଡେଟ୍ ଅଫ୍ ବାର୍ଥ ଦେଇଦେବେ। ଏଠି ଅଟୋମେଟିକ୍ ଏଜ୍ ପଳେଇ ଆସିବ। ତାପରେ ଏଜ୍ ପ୍ରୁଫ୍ ଆପଣ ଅପଲୋଡ଼ କରିଦେବେ। ଭୋଟର କିମ୍ବା ଆଧାର ଏଠି ଅପଲୋଡ଼ କରିଦେବେ। ତାପରେ ଜେଣ୍ଡର ମେଲ୍ ଫିମେଲ୍ ଦେଇଦେବେ। ତାପରେ ଏଠି ଆଧାର ନମ୍ବରଟିକୁ ଦେଇକି ଭେରିଫାଇ ଉପରେ କ୍ଲିକ୍ କରିବେ। ତାପରେ ଏଠି ଆଧାରଟିକୁ ଏଠି ଅପଲୋଡ଼ କରିଦେବେ। ତାପରେ ଏଠି ଫଟୋ ଅପଲୋଡ଼ କରିଦେବେ। କଲା ପରେ ତାପରେ ଏଠି ମୋବାଇଲ୍ ନମ୍ବର ଆପଣ ଦେଇଦେବେ। ତାପରେ ଆପଣଙ୍କର ରାଜ୍ୟ ତ ଅଟୋମେଟିକ୍ ରହିବ। ତାପରେ ଏଠି ଆପଣ ଜିଲ୍ଲା ଚୁଜ୍ କରି ନେଇଯିବେ। ସବ୍ ଡିଷ୍ଟ୍ରିକ୍ଟ ଆପଣଙ୍କର ଯେଉଁ ମାର୍କେଟ ଏରିଆ ସେଥିରେ ଦେଇଦେବେ ସବ୍ ଡିଷ୍ଟ୍ରିକ୍ଟ। ତାପରେ ଆଡ୍ରେସରେ ଆପଣ ଗାଁ ନାଁ ଦେଇଦେବେ। ଏଠି ପ୍ଲଟ୍ ନମ୍ବର ଜାଗାରେ ଗାଁ ନାଁ ଦେଇଦେବେ। ପିନ୍କୋଡ଼୍ ଦେଇଦେବେ। ଏଠି ଆପଣ ସୋସିଆଲ୍ କ୍ୟାଟେଗୋରୀ କାଷ୍ଟ ସାର୍ଟିଫିକେଟ୍ ଅପସନାଲ୍ ଅଛି। ଏଠି ତାପରେ ଅଛି ଇନକମ୍ କାଷ୍ଟ RI। ଏହି ଭିତରୁ ଯେଉଁଟା ଦେଲେ ବି ଆପଣ ଚଳିବ। ଯଦି ପୁରୁଣା BPL କାର୍ଡ଼ ଅଛି ଆପଣ ପୁରୁଣା BPL କାର୍ଡ଼ ବି ଦେଇପାରନ୍ତି। କିମ୍ବା RI ପାଖରୁ ଯେଉଁ ଲେଖା ଆଣିବେ ଆଧାର ଯେଉଁ ଭତ୍ତା ଫର୍ମ ଉପରଟା ତାକୁ ବି ସ୍କାନ୍ କରିକି ଏଠି ଅପଲୋଡ଼ କରିଦେଲେ ବି କିଛି ଅସୁବିଧା ନାହିଁ। ତାପରେ ଏଠି ଅଡ଼ିସନାଲ୍ ଡକୁମେଣ୍ଟ ହିସାବରେ ଆପଣ ଦେଇଦେବେ ଆଧାର କିମ୍ବା ଭୋଟର କି ଅନ୍ୟ ଅଲଗା କିଛି ଡକୁମେଣ୍ଟ ଅଛି ଦେଇଦେବେ। ତାପରେ ଏଠି ଆପଣ ଡେଥ୍ ସାର୍ଟିଫିକେଟକୁ ଦେଇଦେବେ। ତାପରେ ଏଠି ସିଗ୍ନେଚର ମାରିକି ରଖିଥିବେ କିମ୍ବା ଆପଣ ଯେଉଁ ଟିପ ଚିହ୍ନ ତା LTI ଲେଖିକି ରଖିଥିବେ ସେଠି ଅପଲୋଡ଼ କରିଦେବେ। ଏଠି ଆପଣ ବ୍ୟାଙ୍କ ଆକାଉଣ୍ଟ ଦେଇଦେବେ। ବ୍ୟାଙ୍କ ହୋଲ୍ଡର ନେମ୍ ଦେବେ ପ୍ରଥମେ। ତାପରେ ଆକାଉଣ୍ଟ ନମ୍ବର ଦେବେ। ତାପରେ ଏଠି IFSC କୋଡ଼ ଚୁଜ୍ କରିବେ। ତାପରେ ଏଠି ବ୍ୟାଙ୍କ ଚୁଜ୍ କରିବେ, ବ୍ରାଞ୍ଚ ଚୁଜ୍ କରିବେ, ପାସୱାର୍ଡ଼ଟିକୁ ଅପଲୋଡ଼ କରିଦେବେ। ଆଉ ଗୋଟେ କଥା କହି ରହୁଛି ସବୁକିଛି ଡକୁମେଣ୍ଟ ଆପଣ 200 କପି ମଧ୍ୟରେ ରହିବ। 200 କପି ଅଧିକା ହେବନି। ଏଠି ତାପରେ 3ଟା ଜାଗାକୁ ସଟିଂ ମାରିବେ। ମାରିଲା ପରେ ଏଠି ସବମିଟ୍ ଉପରେ କ୍ଲିକ୍ କରିବେ। ଏହିପରି ଭାବରେ ଆପଣ ଆପ୍ଲାଏ କରିପାରିବେ। ଆପ୍ଲାଏ କରିସାରିଲା ପରେ ଆପଣଙ୍କୁ ଯେଉଁ କାଗଜ ବାହାରିବ ନେଇକି ଆପଣ ଆପଣଙ୍କର ପଞ୍ଚାୟତ ବା ବ୍ଲକର ଯେଉଁଠି ହେଉ ଆପଣ କାଗଜଟିକୁ ଦେଇ ଆସିବେ। ସେ ବହୁତ ଶୀଘ୍ର ଏମିତି ଭତ୍ତା ଆପଣ ପାଇଯିବେ। ଜୟ ଜଗନ୍ନାଥ।